नमस्कार मु हर्ष परीक्षा मोर यूट्यूब चैनल को आपण मानक स्वागत जनावि। ए भिडियो रे आमे आलोचना करिबा गत 72 घंटा धरी पीओके अर्थात पाकिस्तान अधिकृत काश्मीर पाकिस्तान सरकार विरुद्ध रे जो नारा चलछि बा विद्रोह चलछि तार प्रतिक्रिया वर्तमान आमे आलोचना करिबा। किंतु ता पूर्व मु आपमान को अनुरोध करिबि भिडियोटी प्रथम रो शेष पर्यंत देखिबे एवं लाइक शेयर सब्सक्राइब करिया को भूलिबे नहीं, कारण आपण मानक प्रत्येकटी सब्सक्राइब गोटे नूतन नूतन प्रेरणा जोगाଉଛି नुआ नुआ वीडियो उपस्थापन करिया पई। तेबे आसंतु आज वीडियो आम आलोचना करिबा जो 72 घंटा धरी बा एई जो 3 दिन धरी जो विद्रोह चली पीओके अर्थात पाकिस्तान अधिकृत काश्मीर अंचल रे जो नागरिक माने निजर मौलिक अधिकार को प्रत्याख्यान करी जो संघर्ष करछन्ती बा विद्रोह करछन्ती पाकिस्तान सरकार को विरोध रे, तो सेथिरे वर्तमान सुधा जहाँ आदिर ताजा सूचना 12 जन साधारण नागरिक मृत्युवरण करिसंती। 12 जन साधारण नागरिक मृत्युवरण କରିଛନ୍ତି, ଯୋଉଥିରେ କି ବାଗ ଜିଲ୍ଲାର ଦିରକୋଟ ରେ ଅତି କମ ରେ 4 ଜଣ ଅଛନ୍ତି ଏବଂ ଅନ୍ୟ ପକ୍ଷରେ ମୁଜାଫରବାଦରେ ଆଉ 2 ଜଣ ଅଛନ୍ତି। ତ ଏଇଭଳି ଭାବରେ ଯୋଉ 12 ଜଣକୁ ମୃତ୍ୟୁ ସଂଖ୍ୟା 12 ଜଣ ଗତ ଭିଡିଓରେ ମୁଁ ଆପଣମାନଙ୍କ ସହିତ ଆଲୋଚନା କରିଥିଲି 2 ଜଣ ଥିଲେ, କିନ୍ତୁ ବର୍ତ୍ତମାନ ଯୋଉ ଚାଲୁ ରହିଛି ଆପଣଙ୍କର 72 ଘଣ୍ଟା ଧରି ଯୋଉ ସଂଘର୍ଷ ଚାଲୁ ରହିଛି ସେଥିରେ ମୃତ୍ୟୁ ସଂଖ୍ୟା 2 ରୁ 12 କୁ ଛୁଇଁଲା। ତ ୟାରି ପରିପ୍ରେକ୍ଷୀରେ ଦୁର୍ଘଟଣା ଆପଣଙ୍କର ଆହତ ମଧ୍ୟ କମ ଥିଲା ଗତ ଥର, କିନ୍ତୁ ଆଜିର ଏଇ ତାଜା ସୂଚନା ଅନୁସାରେ ବର୍ତ୍ତମାନ ଅତି କମରେ 200 ଲୋକ ଆହତ ହେଇଛନ୍ତି ଏହି ଗୁଳି ବିନିମୟରେ। ପୁଲିସ ଏବଂ ସାଧାରଣ ନାଗରିକ ମାନଙ୍କ ମଧ୍ୟରେ ଯୋଉ ଗୁଳି ବିନିମୟ ହେଇଛି ସେଥିରେ 200 ରୁ ଅଧିକ ଲୋକ ଆହତ ହେଇଛନ୍ତି। ଏବଂ ଆହୁରି ଗୋଟେ ବିଷୟ ହେଲା ଇମ୍ପୋର୍ଟାଣ୍ଟ ଜିନିଷ ଯୋଉଟା କି ଯେ ଅତି କମରେ 3 ଜଣ ପୋଲିସ ମୃତ୍ୟୁବରଣ କରିଛନ୍ତି, ଯେହେତୁ ସିଟିଜେନ ଏବଂ ପୋଲିସ ମଧ୍ୟରେ ଯୋଉ ଗୁଳି ବିନିମୟ ହେଲା ଯାହାରି ଫଳରେ 3 ଜଣ ପୋଲିସ ନିହତ ହେଇଛନ୍ତି ବା ମୃତ୍ୟୁବରଣ କରିଛନ୍ତି ଏବଂ 9 ଜଣ ଆହତ ହେଇଛନ୍ତି ଯୋଉମାନେ କି ବର୍ତ୍ତମାନ ମେଡିକାଲରେ ମଧ୍ୟ ଅଛନ୍ତି। ତ ୟାରି ପରିପ୍ରେକ୍ଷୀରେ ଯଦି ଆମେ କହିବା ଏଇ ଯୋଉ ମୌଳିକ ଅଧିକାର ପ୍ରତ୍ୟାଖ୍ୟାନ ପାଇଁ ଯୋଉ ଆୱାମୀ କାର୍ଯ୍ୟ କମିଟିର ଯୋଉ ନେତୃବୃନ୍ଦ ମାନେ ବା ତାଙ୍କ ସହିତ ଯୋଉ କର୍ମକର୍ତ୍ତା ମାନେ ବା ନାଗରିକ ମାନେ ମିଶି ଯୋଉ ଆନ୍ଦୋଳନ କରୁଛନ୍ତି ସେ ଆନ୍ଦୋଳନଟି ବର୍ତ୍ତମାନ ଆଗକୁ ଆହୁରି ବଡ ମୋଡ ନେବାକୁ ଯାଉଛି, ଯାହାକି ତାକୁ ଆଖି ଆଗରେ ରଖି ପାକିସ୍ତାନର ସରକାର ସେମାନେ କଣ କରିଛନ୍ତି ନା ତାକୁ ଦବେଇବା ପାଇଁ ବା ଦମନ କରିବା ପାଇଁ ପ୍ରଦର୍ଶନକାରୀ ମାନଙ୍କୁ ଦବେଇବା ପାଇଁ ସେମାନେ ମୁଜଫରବାଦକୁ ଯିବା ବାଟରେ ଯୋଉ ଅଛି ବ୍ରିଜ ଅଛି ସେ ବ୍ରିଜରେ ଗୋଟେ ବିରାଟ ଜାହାଜ କଣ୍ଟେନରକୁ ରଖିଛନ୍ତି ଏବଂ ସେମାନେ ଏଇଭଳି ଯାହା ସୂଚନା ଅଛି ଯୋଉମାନେ ସେଠିକି ଯିବେ ସେ ବ୍ରିଜ ତଳକୁ ଠେଲି ଦେବା ପାଇଁ ସେମାନେ ଉଦ୍ୟତ ଥିଲେ ବା ପୋଲିସ କର୍ମଚାରୀ ଏଇ ଜିନିଷ ମଧ୍ୟ କୁହାଯାଇଛି। ତ ୟାରି ପରିପ୍ରେକ୍ଷୀରେ ଉଭୟ ପୋଲିସ ଏବଂ ବିଦ୍ରୋହୀକାରୀଙ୍କ ମଧ୍ୟରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ପଥର ଫୋପଡ଼ା ଆରମ୍ଭ ହେଇଯାଇଥିଲା ଏବଂ ପୋଲିସ ଉପରକୁ ସାଧାରଣ ନାଗରିକ ମାନେ ପଥର ଫୋପାଡ଼ିଥିଲେ, ଯାହାରି ଫଳରେ ଅପ୍ରୀତିକର କାର୍ଯ୍ୟ ମଧ୍ୟ ଘଟିଛି। ବର୍ତ୍ତମାନ ଯାହା ପିଓକେ ବର୍ତ୍ତମାନ ଅଶାନ୍ତ ଅଛି, ଅଶାନ୍ତ ପିଓକେ ଯାହା ଆମେ କହୁଛେ ପାକିସ୍ତାନ ଅଧିକୃତ କାଶ୍ମୀର ଯୋଉ ଅଞ୍ଚଳ କି ବର୍ତ୍ତମାନ 70 ବର୍ଷ ପୂର୍ବରୁ ସେମାନେ ନିଜର ଦାବି ଉପସ୍ଥାପନ ବା ମୌଳିକ ଦାବିକୁ ଉପସ୍ଥାପନ କରି ଆସୁଛନ୍ତି, କିନ୍ତୁ 38 ସୂଚୀ ବିଶିଷ୍ଟ ମୌଳିକ ଦାବି ଉପସ୍ଥାପନ କରି ଆସୁଛନ୍ତି ଯାହା ଗତ ଭିଡିଓରେ ମୁଁ ଆପଣମାନଙ୍କ ସହିତ ଆଲୋଚନା କରିଥିଲି। କିନ୍ତୁ ଆଜି ଯାହା ଦେଖାଯାଉଛି ଯେ ଯୋଉ ରିଆକ୍ସନ ଥିଲା ଯୋଉ ପ୍ରତିକ୍ରିୟା ଥିଲା ତାହା ବର୍ତ୍ତମାନ ସୁଦ୍ଧା କମି ନାହିଁ, ବର୍ତ୍ତମାନ ଆହୁରି ଅଧିକରୁ ଅଧିକ ହେବାକୁ ଯାଉଛି, ଯାହାକି ପାକିସ୍ତାନ ସରକାର ପାଇଁ ଏଇଟା ଗୋଟେ ମୁଣ୍ଡ ବଥାର କାରଣ। କାରଣ ସେଠିକାର ନାଗରିକ ମାନେ ଯୋଉମାନେ କି ଜବରଦଖଲ କରୁଛନ୍ତି ବା ଇସଲାମାବାଦରୁ ଆସି ବା ଅଲଗା ଜିଲ୍ଲାରୁ ଆସି ଏଇ ଯୋଉ ଅଛି ପିଓକେ ରାଜ୍ୟରେ ସେମାନେ ଜବରଦଖଲ କରି ରହୁଛନ୍ତି ତାରି ଉପରେ ମଧ୍ୟ ପ୍ରତିବାଦ କରିଛନ୍ତି। ମୌଳିକ ଅଧିକାର ଗୁଡାକ ଯୋଉଟା ଭଲରେ ମିଳୁନାହିଁ, ନିତ୍ୟ ଆବଶ୍ୟକ ଜିନିଷ ଯୋଉଟା ଆପଣଙ୍କ ରିହାତି ଦରରେ ମିଳିବା କଥା, ସରକାରଙ୍କ ତରଫରୁ ଯୋଉ ରୁଲ୍ସ ଅଛି ସେ ରୁଲ୍ସ ପ୍ରକାର ମିଳିବା କଥା ସେଇଟା ମିଳିପାରୁନାହିଁ। ତେଣୁ ଏହାକୁ ଆଖି ଆଗରେ ରଖି ସମସ୍ତେ ବର୍ତ୍ତମାନ ଇଣ୍ଟରନେଟ ବନ୍ଦ ଅଛି ଏବଂ ଦୋକାନ ବଜାର ମଧ୍ୟ ସମସ୍ତେ ଏକତ୍ରିତ ହେଇକି ସେଇ ଅଞ୍ଚଳରେ ସମସ୍ତ ବନ୍ଦ କରିଛନ୍ତି। ତ କହିବାକୁ ଗଲେ ବର୍ତ୍ତମାନ ଏକ ପ୍ରକାର ପିଓକେରେ ବର୍ତ୍ତମାନ ଦୋକାନ ବାଡି ଏବଂ ଘର ଦ୍ୱାର ବା ବିଭିନ୍ନ ପ୍ରକାର ଅଫିସିଆଲ କାର୍ଯ୍ୟକ୍ରମ ବର୍ତ୍ତମାନ ପରିପ୍ରେକ୍ଷୀରେ ଠପ୍ ହେଇଛି। ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆପଣମାନେ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।